ପୁଅ ଜାଣିଛି କିଛି ରିସ୍କ କଲେ ସବୁ ସତ ହୁଏ। ଆଉ ମୁଁ ବି କିଛି ରିସ୍କ ମାଗିଛି। ଆଦିମୂର୍ତ୍ତି ଯେମିତି ଲେଖା ହେଇନି, ମୁଁ ଚାହୁଁଛି ଆଦିମୂର୍ତ୍ତି ସବୁବେଳେ ଏମିତି ପାଖାପାଖି ଥାନ୍ତି ଆଉ ଏମିତି ଚମକୁଥାନ୍ତି। ସେନ୍ଥା ମୁକ୍ତି କିଛି କହିବୁନି, ଖାଲି ହେଲାଣି ମୁକ୍ତି। ବାସ୍ ସେନ୍ଥା ଧୀରେ ଧୀରେ ଛାଡ଼ ଛାଡ଼। ଦେଖା ବାସ୍ ଗଲା ଉପରକୁ। ସମସ୍ତ ଛାଡ଼ିଛ ସେମିତି ଖୁସି ଥାଅ। ଆକାଶ ତ ଗଲା ଉଡ଼ିକିରି। ତାଳେ ସମସ୍ତେ ହାପି ଦିବାଲି କୁହ। ଆଦିମୂର୍ତ୍ତି ଦେଖ, ଦେଖିଲା ବେଳକୁ ଆଦିମୂର୍ତ୍ତି ଦେଖ ଦେଖ ଘର ଲୋକ ସମସ୍ତେ ଉଡ଼େଇଛନ୍ତି। ଗୋଟେ ଗୁଡ଼ାଏ ଆକାଶ ଥିବ ତମ ନାଁ ଲେଖିକିରି ବହୁତ ଗୁଡ଼ାଏ ଉଡ଼ୁଛି। ଦେଖୁଥା ବହୁତ ଗୁଡ଼ାଏ ଉଡ଼ୁଛି। ଲାଲି ସେଠୁ କୁହ, ଆମେ ଆମ ଆଦିମୂର୍ତ୍ତି ପାଇଁ କ'ଣ ଏତିକି କରିପାରିବୁନି? ରାଗିଣୀ କୁହ, ହଁ ଆମେ ବି ଚାହୁଁଛୁ ଏ ଦୁହିଁଙ୍କ ନାଁ କେବେ ବି କାହା ମନରୁ ନ ଲିଭୁ। ହଁ ସେଇଠୁ ରିଧି କହିଲା ସତରେ ସାର୍ ଆଜିର ଦିବାଲି ବହୁତ ସ୍ପେଶାଲ ଲାଗିଲା। ତାପରେ ସତ୍ୟ କୁହ, ସତ କହୁଛି ବାବା, କାଶ ଏ କାଳରେ ଏ ଲଭ୍ ଥାନ୍ତା ମୁଁ ବା ତ ଜେଜେମା ପାଇଁ ଆକାଶକୁ ପୁରା ସଜେଇ ଦେଇଥାନ୍ତି ଆକାଶ ଛକରେ। ଜେଜେମା ପାଇଁ ଇଏ ତ ଗୋଟିଏ ଉଡ଼େଇ ଆକାଶ ସାରା ସଜେଇ ଦେଇଥାନ୍ତି। ଓକେ କାଟି